many नमस्कार नमस्कार। congratulations, many congratulations, Mr. Prashant Tarei. Yes, Many sir. congratulations, Mr. Gopabandhu Behera. ତେଣୁ ବହୁତ ବହୁତ ଧନ୍ୟବାଦ ଆପଣ ମାନଙ୍କୁ, ଅଜସ୍ର ଧନ୍ୟବାଦ ଯେ ଆଜିକୁ 5 ବର୍ଷ ହେଇଗଲାଣି ଡେଲି ସକାଳ 6ଟା ବେଳେ ଆପଣ ମାନେ ହାଜର ହେଇଯାଉଛନ୍ତି ଜୁମ୍ ସହିତ। ଇଏ ହଉଛି ରାଇଟ୍ ଆଟିଚ୍ୟୁଡ, ବହୁତ ବଢିଆ ଜିନିଷ। ଏବେ ପ୍ରାୟ ବୋଧେ ଗୋପ ଆପଣଙ୍କ ସହିତ ଡିସ୍କସନ କରିସାରିବୁଣି। ଏବେ ଯୋଉ ନ୍ୟୁ ଜଏନିଙ୍କ ପାଇଁ ଯୋଉ ଯୋଉ ସବୁ ଅଫର୍ସ ଆସିଛି, କାଲି ବି ମୁଁ ଜୁମ୍ ରେ କରିଥିଲି, ରାଇଟ୍। ତା ଉପରେ ଆପଣ ମାନେ ଗୁରୁତ୍ୱ ଦିଅନ୍ତୁ। ଜଷ୍ଟ ଆଜି ଆପଣଙ୍କୁ 10 ମିନିଟ ଭିତରେ ଦିଟା ଟିପ୍ସ ଆଜି ଆପଣଙ୍କୁ ଦଉଛି। ଆପଣଙ୍କ ପାଇଁ ମୁଁ ଆଜି କିଛି ଟ୍ରେନିଂ ଆଣିନି, ଦିଟା ଟିପ୍ସ ଆପଣଙ୍କୁ ଦଉଛି। ସେ ଟିପ୍ସ ହଉଛି କଣ? ସେ ଟିପ୍ସ ହଉଛି ଗୋଟେ ଟୁଲସ, ଗୋଟେ ହଉଛି ଗୋଟେ ହଉଛି ଟୁଲସ, ଆଉ ଗୋଟେ ହଉଛି ଟିମ୍। ଦିଟା ଟି ଉପରେ ଆଜି ମୁଁ ଆଲୋଚନା କରୁଛି। ତେଣୁ ପ୍ରଥମେ ଯଦି ଆମେ ଦେଖିବା, ପ୍ରଥମେ ଆପଣ ମାନେ ସମସ୍ତେ ଗୋଟିଏ ଯୋଉ ଜିନିଷ ରହୁଛି ଗୁରୁତ୍ୱ ଦିଅନ୍ତୁ କେମିତି ଟିମ୍ ବଢିବ। ଟିମ୍ ବଢିବ ମିନ୍ସ ଆପଣଙ୍କ ଟିମରେ ଯଦି 10 ଜଣ ଲୋକ, ଆଜି ମନେ କରାଯାଉ ଫର ଏକ୍ସାମ୍ପଲ ନବା ମିଷ୍ଟର ପ୍ରଶାନ୍ତ ତରେଇ, ଆଜି ସେ ବିଜନେସ କରୁଛନ୍ତି। ତାଙ୍କର ବିଜନେସ ଆଜି ହଉଛି ମନେ କରାଯାଉ 7 lakhs ବିଜନେସ ଭଲ୍ୟୁମ କି 10 lakhs ବିଜନେସ ଭଲ୍ୟୁମ ଆଜି ହଉଛି। 7 lakhs ବିଜନେସ ଭଲ୍ୟୁମ ବା 10 lakhs ବିଜନେସ ଭଲ୍ୟୁମ ଏଇଟା କେମିତି ସମ୍ଭବ ହେଇପାରୁଛି? ନା ବିକଜ ଆଜି ତାଙ୍କ ପାଖରେ ବଡ ଟିମ୍ ଅଛି। ତେଣୁ ଯଦି ଇଏ ଆମମାନଙ୍କର ବେଳେ ବେଳେ କଣ ପ୍ରୋବ୍ଲେମ ହଉଛି ଯେ ଆମମାନେ ଟାର୍ଗେଟ ନଉଛନ୍ତି ଯେ ଡାଇରେକ୍ଟର ହବା, କିନ୍ତୁ ଯଦି ଡାଇରେକ୍ଟର ହବା ଟିମରେ କେତେ ଲୋକ ଅଛନ୍ତି? ନା ଟିମରେ 5 ଜଣ ଲୋକ ଅଛନ୍ତି। 5 ଜଣ ଲୋକରେ ଟିମ୍ ଡାଇରେକ୍ଟର ହବା ସମ୍ଭବପର ନୁହଁ। ତେଣୁ ଡାଇରେକ୍ଟର ହବା ପାଇଁ ହେଲେ ମିନିମମ୍ ଟିମରେ 30 ଲୋକ ରହିବା ଦରକାର। ତେଣୁ ଆପଣ ମାନେ ସମସ୍ତେ ଫୋକସ କରନ୍ତୁ ଯେ କଣ ନା ଟିମ୍ କେମିତି ଟିମ୍ ବଢିବ। ତାହେଲେ ଯଦି ଟିମ୍ ବଢିବ, ତାହେଲେ ଟିମ୍ ପାଇଁ ଦରକାର କଣ? ଟିମ୍ ପାଇଁ ଦରକାର ପ୍ଲାନ ପ୍ରେଜେଣ୍ଟେସନ, ଟିମ୍ ପାଇଁ ଦରକାର ପ୍ରଡକ୍ଟ ଡେମୋନଷ୍ଟ୍ରେସନ, ପ୍ଲାନ ପ୍ରେଜେଣ୍ଟେସନ, ଏସବୁ ଦରକାର ଟିମ୍ ବଢିବା ପାଇଁ। ତାହେଲେ ଯଦି ଟିମ୍ ବଢିବା ପାଇଁ ଏସବୁ ଜିନିଷ ଗୁଡିକ ଦରକାର, ପ୍ଲାନ ପ୍ରେଜେଣ୍ଟେସନ, ପ୍ରଡକ୍ଟ ଡେମୋନଷ୍ଟ୍ରେସନ, ତାହେଲେ ଇଏ ଟିମ୍ ର ଯଦି ପ୍ଲାନ ପ୍ରେଜେଣ୍ଟେସନ ଆପଣଙ୍କୁ ଆସୁନାହିଁ, ତାହେଲେ ଆପଣଙ୍କୁ ଅଫଲାଇନ କୁ ପ୍ଲାନ ପ୍ରେଜେଣ୍ଟେସନ ଆସୁଛି, ପ୍ରଡକ୍ଟ ଡେମୋନଷ୍ଟ୍ରେସନ ଆସୁଛି, ଅଫଲାଇନ କୁ ନେଇକରି ଆପଣ ଡେଭଲପ କରିପାରିବେ। ମୋର କହିବାର କଥା ହଉଛି ଆପଣଙ୍କର ବିଜନେସ କୁ ଏକ୍ସପାଣ୍ଡ କରିବା ପାଇଁ ହେଲେ ଜଏନିଂ ଉପରେ ଗୁରୁତ୍ୱ ଦିଅନ୍ତୁ, ସ୍ପନ୍ସରିଂ ଉପରେ ଗୁରୁତ୍ୱ ଦିଅନ୍ତୁ, ନମ୍ବର 1। ନମ୍ବର 2, ଯେ ଲୋକ ଆପଣଙ୍କ ସହିତ ରହିବେ କେତେବେଳେ? ନା ଯେତେବେଳେ ପଇସା ପାଇବେ। ପଇସା ପାଇବା ପାଇଁ ହେଲେ ଆମର ଷ୍ଟାର୍ଟିଂ କୋଉଠୁ ହଉଛି? ନା ପାୱାର ଅଫ 4। କିନ୍ତୁ ପାୱାର ଅଫ 4 ବେଳେ ବେଳେ ଯଦି ଜଣେ କରିପାରୁନାହିଁ, ପାୱାର ଅଫ 4 ଜଣେ ଆଟେମ୍ପ୍ଟ ନଉଛି, ମାସ ସାରା ଲାଗୁଛି, ପାୱାର ଅଫ 4 ହେଇପାରୁନି, ପାୱାର ଅଫ 4 ମାଇଲଷ୍ଟୋନ 1 ହେଇପାରୁନି, ତାହେଲେ ସେ ଲୋକ ପଇସା ପାଇବ ନା ପାଇବନି? କଣ ସେ ଲୋକ ପଇସା ପାଇବ ନା ପାଇବନି? पाइबा सर। ପାଇବନି। ହଁ, ନାଇଁ ଶୁଣ, ମୁଁ ପାଇବ କେମିତି କହିଦଉଛି। 75 ଲକ୍ଷ ପୁଲ ରେ ସେ ଲୋକ ପଇସା ପାଇବ। यस 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 सर। ଯଦି ମନେ କରାଯାଉ 75 ପୁଲ୍ସ କୁ କାହିଁକି କରାଯାଇଛି? 75 ପୁଲ୍ସ କୁ କରାହେଇଛି ଯଦି ସେ ଲୋକ ଫୋକସ କରୁଛି ପାୱାର ଅଫ 4 କୁ, ଆଉ ପାୱାର ଅଫ 4 କରୁ କରୁ ବାଇଚାନ୍ସ ଅଟକି ଗଲା, ସେ ଜାଣିଗଲା ମାସ ଆରମ୍ଭ ଯେ ମତେ ମତେ ପର୍ସନାଲ 50 ପିଭି କରିବାର ଅଛି, ଆଉ 4 ଜଣଙ୍କୁ 50 ପିଭି କରିବାର ଅଛି। ସେ ଆଟେମ୍ପ୍ଟ ନେଲା, ଆଟେମ୍ପ୍ଟ ନଉ ନଉ ସେ ମନେ କରାଯାଉ ସପୋଜ ଗୋଟିଏ ଜଣକୁ କରେଇଛି, ତାପରେ ତା ଘରେ କିଛି ଗୋଟେ ଅସୁବିଧା ପଡିଗଲା, ଆଉ ଟାଇମ ଦେଇ ପାରିଲା ନାହିଁ, ତଥାପି ବି ତାକୁ ରିୱାର୍ଡ ମିଳିଲା, ରାଇଟ୍, ଯେ 200 ଟଙ୍କା ରିୱାର୍ଡ ପାଇଲା। କିମ୍ବା ସେ ଜଣେ ଦିଟା ବି କରିଦେଲା, ସେଠି ଏଟା ସମୟ 400 ଯିଏ 500, ପଛରେ ହଁ 500 600 ଟଙ୍କା ସେ ପାଇଗଲା। କଥା ତା ଟିକେ ମାନେ ଶୁଣି ହେଇପାରିବନି। ପାୱାର ଅଫ 4 କୁ ଫୋକସ ଆପଣ କରନ୍ତୁ, କିନ୍ତୁ ଏଠି 75 ଲାખ ଯୋଉ ଆକ୍ଟିଭେସନ ଯୋଉ ବୋନସ ରହିଲା, ରାଇଟ୍, 75 ଲକ୍ଷର ପୁଲ, ଇଏ 75 ଲକ୍ଷ ପୁଲ ର ବେନିଫିଟ ଆପଣ ନେଇପାରିବେ। ଇଏ ଆସିଲା, ରାଇଟ୍। ତେଣୁ ଆଜି ଗୋଟେ ଯୋଉ ଜିନିଷ ଆଜି ଆପଣ ମାନଙ୍କୁ କହିଲି ଯେ ଟିମ୍ କେମିତି ବଢିବ, ଅଧିକରୁ ଅଧିକ ଲୋକ ସ୍ପନ୍ସରିଂ କରିପାରିବେ, ତାପରେ ଗୋଟେ ଫୋକସ କରନ୍ତୁ। ଇଏ ହଉଛି ପଏଣ୍ଟ 1। ପଏଣ୍ଟ 2, ଆଉ ଗୋଟେ ଛୋଟିଆ ଜିନିଷ ଆପଣ କହୁଛି, ଦ୍ୟାଟ ଇଜ ହଉଛି ଟୁଲ୍ସ। ସେ ଟୁଲ୍ସ ହଉଛି କଣ? ନା ଟୁଲ୍ସ ପ୍ରାକ୍ଟିକାଲ ଟୁଲ୍ସ ହବା ଦରକାର, ପ୍ରାକ୍ଟିକାଲ ଟୁଲ୍ସ। ଇଏ ଆପଣ ସମସ୍ତେ ଅଛନ୍ତି 58 ଲୋକ, ମତେ ଛାଡିଦେଲେ, ଗୋପକୁ ଛାଡିଦେଲେ 56 ଲୋକ ଅଛନ୍ତି। ଆପଣ ନିଜେ ନିଜେ, ଆପଣ ସମସ୍ତଙ୍କୁ ମୁଁ ଆଜି ଦାୟିତ୍ୱ ଦେଲି, ନିଜେ ନିଜେ ଆପଣ ମାନେ ସମସ୍ତେ ଟୁଲ୍ସ ପ୍ରିପେୟାର କରିବେ। ସେ ଟୁଲ୍ସ କଣ ପ୍ରିପେୟାର କରିବେ? ସେ ଟୁଲ୍ସ ପ୍ରିପେୟାର କରିବେ, ମନେ କରାଯାଉ ସପୋଜ ଆପଣ ମାନଙ୍କ ଭିତରେ କିଛି ସିନିୟର ଲୋକ ଅଛନ୍ତି ଯୋଉମାନେ ଆକ୍ଟିଭିଟି ସିଜନରେ କିଛି ଚାଷୀ ମାନଙ୍କୁ ଆକ୍ଟିଭିଟି ଦେଇଥିଲେ।
ଆପଣ ଯାଆନ୍ତୁ ତା ପାଖକୁ, ଏବେ ଧାନ ଅମଳ ସମୟ, ଏବେ ତା ପାଖକୁ ଯାଆନ୍ତୁ, ଏବେ ତା ପାଖକୁ ଯାଇକି କୁହନ୍ତୁ ସାର୍, ରାମ ସାର୍, ଆପଣ ଆକ୍ଟିଭେଟର ୟୁଜ ଜାଣିନଥିଲେ, ମତେ ମୋ ଉପରେ ବିଶ୍ୱାସ କରିକି ମତେ ଭଲ ପାଇକିରି ଆପଣ ଆକ୍ଟିଭେଟ ନେଇକି ୟୁଜ କରିଥିଲେ, ବର୍ତ୍ତମାନ ଅଲରେଡି ଆପଣ ଧାନ କାଟୁଛନ୍ତି ବା କାଟିଲେଣି, ଆପଣ ଟିକେ କୁହନ୍ତୁ ଯେ ଆପଣ ଆକ୍ଟିଭେଟରୁ ରେଜଲ୍ଟ କଣ ପାଇଛନ୍ତି, ଆପଣ ରେଜଲ୍ଟ କଣ ପାଇଛନ୍ତି ଆପଣ ଟିକେ କୁହନ୍ତୁ। 1000 ଲୋକ ଆପଣଙ୍କୁ ଦେଖିବେ, ତାଙ୍କର ଗୋଟେ ଭିଡିଓ କରନ୍ତୁ, ରାଇଟ? ସେ କହିବ ମୋ ନାଁ ଏଇଆ, ଆଉ ମତେ ମିଷ୍ଟର ବୀରେନ୍ଦ୍ର ବେହେରା ରାଇଟ ଆଣିକି ଆକ୍ଟିଭିଟି ଏମିତି ଦେଲେ, ପ୍ରଥମେ ମୁଁ ଅବିଶ୍ୱାସ କରୁଥିଲି, କିନ୍ତୁ ତାକୁ ମୁଁ ପକେଇଲା ପରେ ପରେ ଦେଖୁଛି ଅଗାଡି କମ ହେଇଛି, ଅଧିକ ଅଧିକ ଓଜନର ଧାନ ମୁଁ ପାଇଛି, ସେ ଭିଡିଓକୁ ରଖନ୍ତୁ। ମନେ କରାଯାଉ ସପୋଜ ଆପଣ ଆପଣ କାହାକୁ ଅମୃତ ଶକ୍ତି ଦେଇଥିଲେ, ରାଇଟ? ତା ପେଟ ଗୁଡୁ ଗୁଡୁ ହଉଥିଲା, କାହାକୁ ଅମୃତ ଶକ୍ତି ଦେଇଥିଲେ, ସେ ଅମୃତ ଶକ୍ତି ଖାଇକିରି ତାକୁ ଭଲ ଲାଗିଛି, ତାର ଗୋଟେ ଭିଡିଓ କରନ୍ତୁ, ସେ ହଉଛି ଗୋଟେ ଜବରଦସ୍ତ ଟୁଲ ଆପଣଙ୍କ ପାଇଁ ହବ। ଏଇଟା ସାର୍ ରାଇଟ୍ ସାର୍, ରାଇଟ? ଏଇଟା ଏବଂ ପୁରା କିମ୍ବା ଠିକ୍ ମନେ ଅଛି। କରାଯାଉ ସପୋଜ କାହାକୁ ଆପଣ ଆଲୋଭେରା ଜୁସ୍ ଦେଇଛନ୍ତି, ରାଇଟ? ଆଲୋଭେରା ଜୁସ୍ ଦେଇଛନ୍ତି, ତା ଝାଡା କ୍ଲିୟର ହଉଛି, ତା ପେଟ ସଫା ହଉଛି, ରାଇଟ? ମାନେ ଆଉ କନଷ୍ଟିପେସନ ହଉନି, ଠିକ ଅଛି, ତା ସ୍କିନ ରେ କିଛି ଚମକ ଆସିଛି, ସିଏ 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 ମାନେ ତା ପାଖରେ ଯାଇ ଗୋଟେ ଭିଡିଓ କରନ୍ତୁ, ସିଏ ହବ ପ୍ରାକ୍ଟିକାଲ ଗୋଟେ ଟୁଲ୍ସ ଆପଣଙ୍କର। ଆଉ କଣ ଟୁଲ୍ସ କରିବେ ନା, ଆପଣଙ୍କର କୌଣସି ଡାଉନ ଲାଇନ ପ୍ରଥମ ଥର ପାଇଁ ଲୟାଲିଟି କରିଛି, ତାର 6 ମାସ କମ୍ପ୍ଲିଟ ହେଇଯାଇଛି, 6 ମାସ କମ୍ପ୍ଲିଟ ହେଲା ପରେ ପ୍ରଥମେ ଯୋଉ ଦିନ 2527-28 ଟଙ୍କାର ଫ୍ରି ଜିନିଷ ପାଉଛି, ଯୋଉ ଫ୍ରି ଜିନିଷ ପାଉଛି, ସେଇଦିନ କୁହନ୍ତୁ ଏ ଦାଶରଥୀ, ଆଜି କହ ଏଇ ଯୋଉ 2700 ଟଙ୍କାର ଜିନିଷ, ଏଇଟା କଣ, ଏଇଟା ଫ୍ରି ମିଳିଲା ତତେ? ନା ହଁ ମତେ ଫ୍ରି ମିଳିଲା। କଣ କରିଥିଲୁ ତତେ ଫ୍ରି ମିଳିଲା, ରାଇଟ? ତାର ଗୋଟେ ଭିଡିଓ ରେକର୍ଡିଂ କରନ୍ତୁ। ରେଡିମେଡ ଭିଡିଓ ଆପଣଙ୍କ ପାଖରେ 5-6ଟି ରହୁ, ରାଇଟ? ଯୋଉଟା ଆପଣ ସିମ୍ପଲ, ମୁଁ ସବୁବେଳେ ଗ୍ରାସ ରୁଟ କଥା ଚିନ୍ତା କରେ, କିଏ ମୋର 1,00,000-2,00,000 ପାଉଛି ସେମାନେ କଥା ମୁଁ ଚିନ୍ତା କରେନି, ସେମାନେ ତ ପାଉଛନ୍ତି, ପାଇ ପାଇକା ଚାଲିବେ, ବଢି ବଢିକା ଚାଲିବେ। ଯେତେବେଳେ ଆପଣ ସମସ୍ତଙ୍କ ମୋବାଇଲରେ 4ଟା 5ଟା ଏମିତି ଭିଡିଓ ରହିଲା, ଆପଣ ଗୋଟେ ନୂଆ ଲୋକ ପାଖରେ ଗଲେ, ମାମୁଁ ଘରକୁ ଯାଇଛନ୍ତି, ଯାଇକିରି ସେ ଦାମ ବୋଲି ଗୋଟେ ଲୋକ ଅଛି, କହିବେ ଦେଖ ମୁଁ ଯୋଉ ବିଜନେସ କରୁଛି, କିଛି ଲୋକ ମୋ ସହିତ ବିଜନେସ କରୁଛନ୍ତି, ଆଉ ଦେଖେ, ଟିକେ ଦେଖେ, ଗୋଟେ 1.5 ମିନିଟ ଗୋଟେ ଭିଡିଓ ତାକୁ ଦେଖେଇଦେବେ, ଇଏ ଦେଖେ ମାନେ ଆମର ମୋଦିକାରେ କେମିତି ଫ୍ରିରେ ଜିନିଷ ମିଳୁଛି ଦେଖ, ସେ ଲୋକକୁ ଭିଡିଓ ଦେଖେଇଦେବେ, କାରଣ ଲୋକମାନେ ଆଜିକାଲି ସବୁ ଭିଡିଓ ଦେଖିବାକୁ ଭଲ ପାଉଛନ୍ତି, ରାଇଟ? ଯାହା ବେଲେ କି ସୋସିଆଲ ମିଡିଆ, ୟୁଟ୍ୟୁବ, ଇନଷ୍ଟା, ଆମର ଫେସବୁକ୍, ଲୋକ ଖାଲି ଭିଡିଓ ଦରକାର, ଆକ୍ଚୁଆଲି ଦେଖୁନାହାନ୍ତି ଦୁନିଆ ସବୁ ଭିଡିଓ ଦେଖିବାରେ ବ୍ୟସ୍ତ ଅଛନ୍ତି। ଆପଣଙ୍କ ପକେଟରେ ଭିଡିଓ ଅଛି, ଆପଣଙ୍କ ପକେଟରେ ଭିଡିଓ ଅଛି, ଯେ ଗୋଟିଏ ଭିଡିଓ ଚଲେଇ ଦେଇକି ତାକୁ ଆପଣ ଦେଖେଇଦେଲେ, ଆରେ ଇଏ ଅଛି 2,500 ଟଙ୍କା ଜିନିଷ ଫ୍ରି ପାଇଲା, ଏଇ କଥା କହୁଛି, ସିଏ ଆପଣଙ୍କୁ ପଚାରିବ କେମିତି, ଆପଣଙ୍କୁ ସେଠୁ ବୁଝେଇବାକୁ ହବ, ଟିକେ ସହଜ ବୁଝେଇବାକୁ ହବ, ରାଇଟ? ଯେ ମନେ କରାଯାଉ ସପୋଜ ଆପଣ ଗୋଟେ ୱେଲ ପ୍ରଡକ୍ଟ କାହାକୁ ଡିଲ୍ କରିବାକୁ ଚାହୁଁଛନ୍ତି, ୱେଲ ପ୍ରଡକ୍ଟକୁ ଯୋଉ ଲୋକ ବେନିଫିଟ ପାଇଛି, ତାର 2ଟା ଭିଡିଓ ଦେଖେଇ ଦିଅନ୍ତୁ, ତାର ଭରସା ବିଶ୍ୱାସ ଆସିଯିବ, ସିଏ ଆପଣଙ୍କ ପାଖରୁ ଧଟକି ଅର୍ଡର ହେଇଯିବ। ଆପଣ ଯେତେବେଳେ ଲୋକଙ୍କର ଆଦତ, ଆଜି କଣ ସାଇକୋଲୋଜି, କଣ ଲୋକଙ୍କ ସାଇକୋଲୋଜି ହଉଛି, ତା ଜିନିଷଟାକୁ ସେ ଭଲ କରିବ। ତା ମାନେ ଆପଣ ଯେତେବେଳେ କୌଣସି ଗୋଟେ ଲୋକକୁ ଯେତେବେଳେ କହୁଛନ୍ତି, ଲୋକ କହିବେ ହଁ ମ ସେ ତାର କରୁଛି ବୋଲି କହୁଛି ଆଉ, କିନ୍ତୁ ନା, ଆପଣ ସେଠି କହିବେନି, ଥାର୍ଡ ପର୍ସନ କହିବେ, ଆପଣ ଆପଣଙ୍କ ପ୍ରସ୍ପେକ୍ଟ ପାଖରେ ଆପଣ କହିବେନି, ଥାର୍ଡ ପର୍ସନ କହିବେ। ଥାର୍ଡ ପର୍ସନ କିଏ ନା, ଥାର୍ଡ ପର୍ସନ ହଉଛି ଅ, ମାନେ ମନେ କରାଯାଉ ଗୋଟେ ଗାଁ ହଉଛି ଆପଣଙ୍କର ଅ, ସେ ସୋର ପାଖରେ ଗୋଟେ ଗାଁ ହଉଛି ଗଣ୍ଡିବେଡ, ରାଇଟ? ତେଣୁ ଯେ ଆପଣ ଯେତେବେଳେ ଆପଣ ମାମୁଁ ଘର ଲୋକକୁ ଦେଖେଇଲେ, କହିଲେ ଇଏ ବା ଆମର ଗଣ୍ଡିବେଡ ଲୋକ, ଗଣ୍ଡିବେଡ ଲୋକ ଦେଖେ, 3,500 ଟଙ୍କାର ଫ୍ରି ଜିନିଷ ପାଇଛି ଦେଖେ, ଓ ସିଏ ସେଠୁ ଦେଖୁନାହିଁ ଦିଲ୍ଲୀ ଲୋକ, ବାଙ୍ଗାଲୋର ଲୋକ, ଇଏ ନୁହଁ, ଇଏ ଆମ ଗଣ୍ଡିବେଡ ଲୋକ, ତେଣୁ ତା ଭିତରେ ଭରସା ଅଧିକ ଆସିବ। ଇଏ ଚାଷୀ କୋଉଠିକାର ନା, ଏ ଚାଷୀ ହଉଛି ନଳାଙ୍ଗର, ରାଇଟ? ଆରେ ନଳାଙ୍ଗ ଚାଷୀ, ତା ଭିତରେ ଭରସା ଆସିବ। ତେଣୁ ଯେ ଯୋଉ ମେସେଜ ଆଜି ମୋର ଆପଣଙ୍କୁ ଥିଲା, ସେ ମେସେଜ ହଉଛି ଆପଣ ସମସ୍ତଙ୍କର, ନୋ ଡାଉଟ, ରେଗୁଲାରଲି ଷ୍ଟ୍ରଙ୍ଗ ଲିଡରସିପ ରେ ଆପଣ ମାନେ ପ୍ରୋଗ୍ରେସ କରୁଛନ୍ତି, ରାଇଟ? ଆପଣ ମାନେ ଆଗକୁ ବଢୁଛନ୍ତି, ବହୁତ ବଢିଆ ଷ୍ଟ୍ରଙ୍ଗ ଲିଡରସିପ। ପ୍ରଶାନ୍ତ ହଉ, ଗୋପ, ଏବେ ତ ଇଏ ବାହାରି ପଡିଲା ଆମର, ଇଏ ନୂଆ ଇଏ ହେଲା, କଣ ତ, ରାଇଟ? ହଁ, କରୁଣାକର ଏବେ ଆସିଗଲା, ହଁ, ଭେରି ଗୁଡ, ନୂଆ ଲିଡରସିପ ଆସିଗଲା। କିନ୍ତୁ ବର୍ତ୍ତମାନ ଆପଣଙ୍କର ଯୋଉ କିଛି କିଛି ଆକ୍ଟିଭିଟିଜ ଆପଣଙ୍କ ଟିମ୍ କି ଗ୍ରୋ କରିବାରେ ହେଲ୍ପ କରିବ, ସେ ହଉଛି କଣ ନା, ଟିମ୍ ବଢେଇବାରେ
टीम को ग्रो करिवारे साहाय्य करिवो किए ना टूल्स। से टूल्स होची बिल्कुल प्रैक्टिकल टूल्स आपन पॉकेट रे आपण एरिया रे लोक चारि पांच जनकर टूल्स ये टूल्स टा प्रस्तुत हेई परिबो ना हेई परिबो Yes, सर yes, sir. Yes, Yes, sir. sir. Yes, sir. Yes, sir. राइट ये True, टूल्स sir. प्रस्तुत हेई पारि टूल्स प्रस्तुत हेई पारि माने जेतबेले एक्टिविटी उपरे ତିନି ଚାରି ଜଣଙ୍କର ଭିଡିଓ ଆପଣଙ୍କ ପାଖରେ ରହିଲା ନା ଗୋଟେ ଚାଷୀ କି ଆପଣ ଯାଇକି ଆକ୍ଟିଭିଟି ବୁଝେଇବା କିଛି ଦରକାର ନାହିଁ ଚାରିଟା ଚାରିଟା ଭିଡିଓ 1.5 ମିନିଟ 2 ମିନିଟର ଚାରିଟା ଭିଡିଓ 8 ମିନିଟର ଭିଡିଓ ସେ ଚାଷୀ ଦେଖିଦେଲା ସେ ଧଡକିନି ଆପଣଙ୍କୁ ଅର୍ଡର କରିଦବ 3ଟା 4ଟା 5ଟା ଆକ୍ଟିଭିଟି ଅର୍ଡର କରିଦବ ଜଣେ ଲୟାଲିଟି ଫ୍ରିରେ କେମିତି ପାଉଛି ପାଇଲା ପରର ଭିଡିଓଟାକୁ ଦେଖେଇ ଦିଅନ୍ତୁ 3 ଜଣ 4 ଜଣ ଲୋକଙ୍କର ଭିଡିଓ ଦେଖାନ୍ତୁ ରାଇଟ୍ ଆପଣ ଜଣକୁ ଶିଖେଇକି ଭିଡିଓ କରେଇବେ ସେଟା ଡୁପ୍ଲିକେଟ ହବ ସେଟା ତାର ଦିଲ ସେ ଆସିବ ନାହିଁ ଯୋଉ ଲୋକ ପ୍ରାକ୍ଟିକାଲି ପାଉଛି ନା ଯେତେବେଳେ ସେ ପ୍ରଥମ ଲୟାଲିଟି ପ୍ରଡକ୍ଟ କୁ ନଉଛି 6 ମାସର ବା ବର୍ଷକର ନଉଛି ନା ତାର ଗୋଟେ ଭିଡିଓ ରେକର୍ଡିଂ କରୁଥିବ ସେ ଯୋଉ ପ୍ରକାର ଯୋଉ ଫ୍ଲୋରେ କହୁଥିବ ସେ ଫ୍ଲୋଟା ହଉଛି ଗୋଟେ ବଢିଆ ଜୀବନ୍ତ ଭିଡିଓ ହବ ଯେତେବେଳେ ସେ ଭିଡିଓକୁ ନେଇକି ଦେଖେଇଦେବେ ଦେଖ ମାଧୁରୀ ମ୍ୟାଡାମ ଶୁଣ ଯେ ତମେ ତମେ 25 ବର୍ଷ ହେଲାଣି ଦୋକାନରୁ ସବୁ ଜିନିଷ ପତ୍ର ବ୍ୟବହାର କରୁଛ କୋଉ ଦୋକାନୀ ତମକୁ ମାସେ 2 ମାସର ଜିନିଷ ଫ୍ରି ଦଉଛି ନା ଦେଖ ମୁଁ ଗୋଟେ ବିଜନେସ କରୁଛି ମୋ ବିଜନେସ ରେ କିଛି ଲୋକ କିଛି ଲୋକ କିଛି ଲୋକ ଏମିତି ପ୍ରଡକ୍ଟ କିଣୁଥିଲେ ଦେଖ ସେ ଫ୍ରି ଯେତେବେଳେ ପାଇଲେ କଣ କହିଛନ୍ତି ଟିକେ ଖାଲି ଦେଖ ଯେତେବେଳେ ଫ୍ରି ପାଇଲେ କଣ କହିଛନ୍ତି ଦେଖ ସେତେବେଳେ ସେ 3-4 ଜଣଙ୍କର ଦେଖେଇଦବ ଭିଡିଓ ଯେ ତାଙ୍କ ଭିତରେ ଆସିବ ଆରେ ହଁ ଇଏ ପାଇଛି ସିଏ ପାଇଛି ଇଏ ପାଇଛି ସେ ଭିଡିଓ ଦେଖିଦେଲା ପରେ ପୁଣି ସେ ଆପଣଙ୍କୁ କ୍ୱେଶ୍ଚନ କରିବ ଯେ ଇଏ କେମିତି ସବୁ ଫ୍ରି ପାଇଲେ ମାନେ ତାପର ଭିଡିଓ ଦେଖିଲା ପରେ ତାଙ୍କ ଭିତରେ ଆସିବ କେମିତି ଫ୍ରି ପାଇଲେ ନା ସେତେବେଳେ ଆପଣଙ୍କୁ ପ୍ଲାନ୍ ଟା ବୁଝେଇବାକୁ ବି ସହଜ ହବ ରାଇଟ୍ ଅଧିକାର ବିଷୟରେ କହିବା ବି ସହଜ ହବ ରାଇଟ୍ ଏ ଟୁଲ୍ସ ଆପଣ ସମସ୍ତଙ୍କ ଦ୍ଵାରା ପସିବଲ ହବ ନା ଏଇ କୌଣସି ଭିଡିଓ କରିକି ଗ୍ରୁପରେ ପୋଷ୍ଟ କରିବା ଦରକାର ନାହିଁ ନିଜ ପକେଟରେ ରହିଥିବ ନିଜ ମୋବାଇଲରେ ପକେଟରେ ରହିଥିବ ଆପଣଙ୍କର ମାନେ 4-5ଟା 6ଟା ଭିଡିଓ ରହିଥିବ ଯୋଉଠି ଦରକାର ଆପଣ ଆପଣଙ୍କ ଏରିଆ ଓଡିଆରେ କହିଥିବ ହିନ୍ଦୀରେ କହିନଥିବ ଇଂଲିଶରେ କହିନଥିବ କୋଉଥିରେ କହିନଥିବ ଓଡିଆରେ ଆମ ଭଦ୍ରିକିଆ ଭାଷା ବାଲେଶ୍ୱରିଆ ଭାଷା ଗୋଟେ ଗୁଡ ତାକୁ ଲଗେଇକିରି ମୁଁ ଖାଇମି ଜିମି ଆକୁ ଲଗେଇକି ସିଏ କଥାବାର୍ତ୍ତା କରିଥିବ ଆପଣଙ୍କର ସେଇ ଗୋଟେ ଲୋକ ଦେଖିବ ପୁରା କିଛି ହୋଇଯିବ ସେଇ ଜିନିଷଟା ରାଇଟ୍ ଏ ଟୁଲ୍ସ ଆପଣ ମାନେ କରିବେ କ୍ଲିୟର Yes, ବୁଝିଗଲା sir. Yes, sir. ବାକି ତାପରେ ଲାଷ୍ଟ ଲାଷ୍ଟ ଯୋଉ ଜିନିଷ ରହୁଛି ଆସନ୍ତାକାଲି ସମୀର ସାର୍ ଆସୁଛନ୍ତି ବାଲେଶ୍ୱର ପ୍ରାୟତଃ ଆପଣମାନେ ସବୁ ଆସୁଥିବେ ସମସ୍ତେ ଆସନ୍ତୁ ରାଇଟ୍ କଣ ସେଠି ମାନେ ଯିଏ ମେନ୍ ଯେ ବହୁତ ବଡ ବଡ ଲିଡର ସବୁ ଇଭେଣ୍ଟ ରୁ ତିଆରି ହେଇଥାନ୍ତି ରାଇଟ୍ ତେଣୁ ଆଜି ଯଦି ଦେଖିବେ ଯେ ମେଗା ଗୋଟେ ଇଭେଣ୍ଟ ଆପଣଙ୍କର ଯୋଉ ବାଲେଶ୍ୱରରେ ହଉଛି ବହୁତ ପାଖରେ ଯୋଉଟା କି ଯଦି କୋରାପୁଟ ଯାଇକି ବାଲେଶ୍ୱର କୋରାପୁଟରୁ ଆସୁଛନ୍ତି ବାଲେଶ୍ୱରକୁ ୱେଷ୍ଟବେଙ୍ଗଲରୁ ଆସୁଛନ୍ତି ବାଲେଶ୍ୱରକୁ ଆପଣ ଆମ ଓଡିଶାର ସେଇ ପାଖାପାଖି ଲୋକ ସବୁ ହେଇଥିବେ ରାଇଟ୍ ତେଣୁ ଆପଣମାନେ ବାଲେଶ୍ୱର ପ୍ରୋଗ୍ରାମ କେହି ମିସ୍ କରନ୍ତୁନି ବାଲେଶ୍ୱର ପ୍ରୋଗ୍ରାମକୁ ଆସନ୍ତୁ ମଝିରେ ମଝିରେ ଯେତେବେଳେ ଗୋପ ସାର୍ ଆଉ ଆମର ପ୍ରଶାନ୍ତ ସାର୍ ଚାହିଁବେ ମଝିରେ ମଝିରେ ମୁଁ ଆସିଯିବି ରାଇଟ୍ 10 ମିନିଟିଆ 2 ମିନିଟିଆ 5 ମିନିଟିଆ ଟିପ୍ସ ସବୁ ଦେବି କିନ୍ତୁ ସବୁଠୁ ବଡ ଜିନିଷ ହଉଛି ଆପଣ ଲଗାତାର ଭାବରେ ରେଗୁଲାରଲି ସକାଳୁ ସକାଳୁ ଜୁମ ରେ ରହୁଛନ୍ତି ବହୁତ ବଡ କଥା ରାଇଟ୍ ଯେ ଏଇ ଯୋଉ ଜିନିଷ ଯୋଉ ରେଗୁଲାର ରହୁଛନ୍ତି ଆଉ ଅଜସ୍ର ଧନ୍ୟବାଦ ଗୋପକୁ ଏଇଥିପାଇଁ ବୋଧେ ମାନେ ଗୋଟେ ନମ୍ବର 1 ଲିଡର ସିଏ ନିରବଚ୍ଛିନ୍ନ ଭାବରେ ସେ ପରିଶ୍ରମ କରି ଚାଲିଛି ଆପଣ ଦେଖନ୍ତୁ ଯଦି ସେ ସକାଳୁ ଗୋଟେ ଗୋଟେ କ୍ଲାସ ନଉଥିବ ଜୁମ ରେ ମାନେ ଏଇ କହିଲେ ବି ଏନର୍ଜି ଯାଉଥିବ ନା ତା ମାନେ କଣ୍ଟିନ୍ୟୁଅସଲି ଅଧଘଣ୍ଟେ 20 ମିନିଟ 25 ମିନିଟ ପର୍ଯ୍ୟନ୍ତ ସେ ଯୋଉ ମାନେ ଯୋଉ ଜିନିଷଟା ଦେଇ ଚାଲିଛି ଯେ ଡେଫିନେଟଲି ଯିଏ ଯାହା ବି କହୁନା କାହିଁକି ବେଷ୍ଟ ଜିନିଷ ଆଉ ତାପରେ ଆଉ ଗୋଟେ କଥା ମନେ ରଖନ୍ତୁ ବେଳେ ବେଳେ ଜଣେ ଜଣେ କିଏ ଗୋପର ବିରୁଦ୍ଧରେ ମତେ କଣ କହନ୍ତି ମୁଁ ଶୁଣେ ଆଉ ଗୋଟେ ଲିଡର ହେଇଛ ତମେ ମୁଖ୍ୟମନ୍ତ୍ରୀ ହେଇଛ ଯଦି ତମ ବିରୁଦ୍ଧରେ 10ଟା ଲୋକ କହୁନାହାନ୍ତି ତମେ କି ମୁଖ୍ୟମନ୍ତ୍ରୀ ବୁଝିହେଲା ନା ନାଇଁ ଏଟା ଯଦି ପିୟୁସି ସାର୍ଟିଫିକେଟ ହେଲା କି କଣ ହେଲା ମୋହନ ମାଝୀକୁ ଯଦି 50 ଲୋକ ସମାଲୋଚନା କରୁନାହାନ୍ତି ସେ କି ମୁଖ୍ୟମନ୍ତ୍ରୀ ଯଦି ନବୀନାକୁ 100 ଜଣ ବିରୋଧ କରୁନାହାନ୍ତି ସେ କି ମୁଖ୍ୟମନ୍ତ୍ରୀ ତେଣୁ ରାଇଟ ଲିଡର ହଉଛି ସିଏ ତାର କିଛି ବିରୋଧୀ ହବା ଦରକାର କାହିଁକିନା ବିରୋଧୀ ମାନେ ଜୀବନ ପ୍ରଗତିର ଅସଲ ଚାବି ଅଛି ବିରୋଧୀଙ୍କ ପାଖରେ ରାଇଟ ମୁଁ ସାହିତ୍ୟ ରଚନା କରୁଛି ଯଦି ମୋର ସମାଲୋଚନା ନାହିଁ ମୋର ସମାଲୋଚକ ନାହାନ୍ତି ତାହେଲେ ମୁଁ କି ସାହିତ୍ୟିକ ତେଣୁ ଯୋଉ ଜିନିଷ ମୁଁ ଏନ୍ଜୟ କରେ ଯେ କିଛି କିଛି ଲୋକ ପୁରା ଉତ୍ସାହର ସହିତ ଗୋପ ଏହା କଲା ଗୋପ ସେୟା କଲା ଏମିତି କଣ କରେ ମୁଁ ଶୁଣେ
ଯୋଉ ଜିନିଷଟା ଦରକାର ହୁଏ ଗୋପ କାନକୁ ମୁଁ ନିଏ, ଯୋଉଟା ଦରକାର ନାହିଁ ମୁଁ ଓକେ ଠିକ ଅଛି, ରାଇଟ୍। ହାତୀ ଗଲା ବେଳେ ଛୋଟ ଛୋଟ ତ କିଛି ତ ଭୁକା ଭୁକି କରିବା କଥା ଭୁକିବେ। ବୁଝିପାରିଲେ? ତେଣୁ ଠିକ ଅଛି, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆଉ ଆଜି କଣ ଚାଲିଥିଲା କଣ ଆଜି? ଆଜି ହଠାତ୍ ମୁଁ ଗୋପ କଣ ହୁଏ, ମୁଁ 4ଟା ରାତିରେ ଉଠିଲେ ସିଏ ବି ଉଠିଯାଏ। ଆଜି ମୁଁ ତାକୁ ଫୋନ କରିଥିଲି 4:30 ବେଳେ, ଶୋଇଥିଲା ବୋଧେ ଥକାରେ କଣ ହେଇଥିବ। ସେ ତାପରେ ମତେ ଟିକେ ଲେଟ ରେ କଲ୍ ବ୍ୟାକ୍ କଲା। ନହେଲେ ଏଇଟା ହଉଛି ମୋର ଆଜିର 3rd ଜୁମ୍ ମିଟିଂ। ଆପଣଙ୍କ ପୂର୍ବରୁ ମୁଁ 2ଟା ଜୁମ୍ ମିଟିଂ ରେ ରହି ସାରିଲିଣି। 2ଟା ଜୁମ୍ ମିଟିଂ ରେ ସେମ କଥା କହିଛି, ଟିମ୍ କଥା କହିଛି ଆଉ ଟୁଲ୍ସ କଥା କହିଛି, ରାଇଟ୍। ପାରାଦୀପ ଗ୍ରୁପ ସହିତ ଥିଲି, ଆଉ ଆମର ନୟାଗଡ଼ ଗ୍ରୁପ ସହିତ ଥିଲି। ସେମ ଜିନିଷ ଗୋପ ମତେ ଫୋନ କଲା ଯଦି କଲ୍ ବ୍ୟାକ୍ କଲା ବେଳକୁ ମୁଁ ଆଉ ଗୋଟେ ଜୁମ୍ ମିଟିଂ ରେ ଥିଲି। 2ଟା ସେମ ଜିନିଷ ଏଇ କଥା କହିଛି। ଆଚ୍ଛା, ଆପଣମାନେ ମତେ କୁହନ୍ତୁ, ଆଜି ଯୋଉ ଟୁଲ୍ସ କଥା କହିଲି, ଏ ଟୁଲ୍ସ କେତେ ଜଣ କରିବେ ମତେ କହିଲେ? ଆଜି ଆଜି ଗୋଟେ 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 ଭିଡିଓ ଆଜି କରିବେ। Yes କିଏ sir, କରିବେ? yes sir, Yes sir, yes ହବ sir, sir. ହବ sir, Yes, yes sir. sir. Yes, Yes, sir. sir. Yes, sir. ହେଲା Sir Yes, already ଆକୁ yes, sir. Yes, sir Yes, sir sir. Yes. already ଯୋଉ activate ଉପରେ sir ଭିଡିଓ sir ମୁଁ ଭୋଗରେରୁ sir already କରିସାରିଛି sir। sir ମାନେ ମୁଁ ଜଣେ ବଡ ଚାଷୀକୁ ଦେଇଥିଲି। ମୁଁ ଯୋଉ ଏଇ ବିଫୋର ଟାଇମ ରେ ଯାଇଥିଲି sir, ହଉଛି ଭୋଗରାଇ ଯାଇଥିଲି। ସେଠି sir ତାଙ୍କ ସହିତ କଥା ହେଲି, ଯୋଉ ମାନେ ତା ଧାନ ଅମଳ ହେଲା ପରେ, ଯେ ହୁଁ ଆକ୍ଚୁଆଲି ଆପଣଙ୍କର ଧାନ ଗତ ବର୍ଷ କେତେ ଅମଳ କରିଥିଲେ, ଏ ବର୍ଷ କେତେ ବଢିଛି କି କମିଛି, ସେ ବିଷୟରେ sir ଅଲରେଡି sir ମୁଁ ତାଙ୍କ ସହିତ କଥା ହେଇ sir ଭିଡିଓ sir ଅଲରେଡି କରିସାରିଛି। ସିମ୍ପଲି ମନେ ରଖ, ଯେତେବେଳେ ଭିଡିଓ କରିବ ପୁରା ମନେ ରଖ, କିଛି ଫର୍ମାଲିଟିଜ ମେଣ୍ଟେନ କରିବ ନାହିଁ। Yes, କିଛି yes, ନୋ ଫର୍ମାଲିଟିଜ। right. ମାନେ ସିମ୍ପଲି ତମେ ଯୋଉ ଭାଷାରେ ତାକୁ ଡାକୁଛ, ଦାମ yes, ଭାଇ, yes, ଏଇ ମୁଁ ଯାହା ଶିଖେଇଲି, ଯୋଉ ଦାମ ଭାଇ, ଯେ ତମ ପେଟ କଣ ସେନ ଗୁଡୁ ଗୁଡୁ ହଉଥିଲା, ଅମୃତ ଶକ୍ତି ନେଇଥିଲ, ଆଉ ତମେ କହିଲ କଣ ଔଷଧ ଦଉଛୁ, କଣ ଏଟା ବିଷ ହେଇଥିବ କି କଣ ହେଇଥିବ। ଯାହା ବି ହଉ, ତମେ ମୋରି ଉପରେ ବିଶ୍ୱାସ କରିକି ନେଇକି ଖାଇଲ, ରାଇଟ୍। ମୋରି ଉପରେ ବିଶ୍ୱାସ କରିକି ନେଇକିରି ଖାଇଲ। ଖାଇଲା ପରେ କଣ ତମର ହେଲା ଟିକେ କହିଲ? 1000 ଲୋକ ଦେଖିବେ, ଏତିକି ଜିନିଷ। ସିଏ କହିବ ତା ଫିଲିଙ୍ଗସ୍। ଆପଣ ସାମ୍ବାଦିକ ଭଳିଆ ଚୁଙ୍ଗା ଲଗେଇକି ପଚାରିବେନି। ହଁ, ଏ ଯୋଉ ଗାଲୁଆ ସାମ୍ବାଦିକ ସବୁ ହଜାର ହଜାର ସବୁ କୁହନ୍ତୁ ଆଜି ଆପଣଙ୍କର କଥା, ତାକୁ ଟ୍ରେଣ୍ଡ କରିକି, ନୋ ଟ୍ରେଣ୍ଡ। ସେ ଦିଲ କି ଭାଷା ଶୁଣେଇବ, ରାଇଟ୍। ସେ ଦିଲ କି ଭାଷା ଶୁଣେଇବ। କାହିଁକି ମୁଁ ଏ ଜିନିଷ କହୁଛି? ଯେତେବେଳେ ସିଏ ତାର ଦିଲର ଭାଷା କହିବ ନା, ସେଟା ଦିଲର ଭାଷା ଗୋଟେ ଅଲଗା, ରାଇଟ୍। ଯୋଉ ଦିଲର ଭାଷାଟା ଅଲଗା, ପାଟିର ଭାଷା ଅଲଗା, ଭିତରୁ ଆସୁଥିବା ଭାଷାର ଅଲଗା। ସିଏ ଯେତେବେଳେ ଭିତରୁ କହିବ, ଆପଣ ସେ ଭିଡିଓ ଉଦ୍ଦେଶ୍ୟ ହଉଛି କଣ ନା, ଆପଣ ଆପଣଙ୍କର ନୂଆ ନୂଆ ପ୍ରସ୍ପେକ୍ଟକୁ ସେ ଭିଡିଓ ଦେଖେଇବେ। ଯେତେବେଳେ ଆପଣ ନୂଆ ନୂଆ ପ୍ରସ୍ପେକ୍ଟକୁ ସେ ଭିଡିଓ ଆପଣ ଦେଖେଇଲେ, ସେ ଯେତେବେଳେ ଏ ଲୋକଟା ସେ ଦିଲରୁ କହିছে ନା, ଯୋଉ ଲୋକ ଦେଖୁଥିବ ସେ ତା ଦିଲକୁ ଯିବ, ଆର ଠିକ କଥା କହିଛି, ବଢିଆ କଥା କହିଛି। ତାକୁ yes, sir. କୌଣସି ଭାବରେ କୁହନ୍ତୁ, ଆପଣ ଅମୃତ ଶକ୍ତି ଖାଇବା ପୂର୍ବରୁ କଣ ଖାଇଥିଲେ? ସେଥିରେ ଭଲ ହେଇନଥିଲା, ଏଇଥିରେ ଭଲ ହେଇଛି, ସେଟା ସେଟା ଛଦ୍ମବେଶ ହେଇଗଲା। नो ନଥିଙ୍ଗ ଏଲ୍ସ। ବିଲକୁଲ ବି ପ୍ରାକ୍ଟିକାଲ। ସେ ଲୋକ କହିବ, ଏହାର ଗୋଟେ ଯୋଉ ଦିନ ଆପଣ ମନେ ରଖିବେ, ମାଇଣ୍ଡ ରଖିବେ, ଆପଣଙ୍କର 6 ମାସେ ଯୋଉ ଡାଉନଲାଇନରେ ପୁରୀ ଗଲା, ଲୟାଲିଟି କରୁଛି, ଆପଣ କହିବେ, ଦେଖ, ତୁ ଯୋଉ ଦିନ ଫ୍ରି ଜିନିଷ ପାଇଁ ଯିବୁ ମତେ ଡାକିବୁ, ମୁଁ ଯିବି ତୋ ସାଙ୍ଗରେ ତତେ କଂଗ୍ରାଚୁଲେସନ କରିବା ପାଇଁ। ସିମ୍ପଲି ମନେ ରଖ, ଯୋଉ ଦିନ ତୁ ଫ୍ରି ଜିନିଷ ପାଇଁ ଯିବୁ ମତେ ଡାକିବୁ, ମୁଁ ଯିବି ତୋ ସାଙ୍ଗରେ କଂଗ୍ରାଚୁଲେସନ କରିବା ପାଇଁ। ସିଏ ଜାଣିନଥିବ ଯେ ଭିଡିଓ ହବ ବୋଲି। ଭିଡିଓ କଥା କହିଦେଲେ ସେ ପ୍ରିପେୟାର ହେଇଯିବ, ପ୍ରିପେୟାର ହେଇଗଲେ ଭୁଲ ହେଇଯିବ। ଆପଣ କହିବେ ମୁଁ ଯିବି ତତେ କଂଗ୍ରାଚୁଲେସନ ଦବା ପାଇଁ, ବାସ୍ ଗଲେ 10 ମିନିଟର କଥା। ଡିପି ବାଲା ଜିନିଷ ଆଣିକି ଥୋଇଦେଲା ଟେବୁଲ ଉପରେ ଥୁଆ ହେଇଥିବ। ଆପଣ କହିବେ, ଦାମ, ଆଉ ଯେ କଣ ମାନେ ଏଇ ଯୋଉ ଆଜି 2700 ଟଙ୍କାର ଫ୍ରି ଜିନିଷ ମିଳିଲା, ତତେ କେମିତି କଣ ଲାଗୁଛି ବତା? ତୁ ଏବେ କହ, କହ, ମାନେ ତତେ ଆଜି କଣ ଲାଗୁଛି? ମୁଁ ଆଜି ରେକର୍ଡିଂ କରିଦଉଛି, 1000 ଲୋକ ଦେଖିବେ। ସିଏ କହିଛି, ସେଟା ଦିଲରୁ ସେ କହିବ, ଆରେ ତ ବଢିଆ ଜିନିଷ, କୌଣସି ଦୋକାନ ମିଳିନଥିଲା, କଣ କଣ ମିଳିନଥିଲା, ରାଇଟ୍ ପ୍ରସ୍ପେକ୍ଟ, ରାଇଟ୍ ଜିନିଷ ହବ। ଏଇ ଟୁଲ୍ସ ଆପଣଙ୍କୁ ଅଫଲାଇନ ଠାରୁ ବହୁତ ହେଲ୍ପ କରିବ, ବହୁତ ସପୋର୍ଟ ଆପଣଙ୍କୁ କରିବ। ଠିକ ଅଛି, ଓକେ, ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ ଗୋପକୁ, ରାଇଟ୍। ଆଜି ତାର ଜୁମ୍ ଆଇଡି ପାସୱାର୍ଡ ମତେ ପଠେଇଲା। ଆଇଡି ପାସୱାର୍ଡଟା ଯଦି ଲୁଚେଇ ଦେଇଥାନ୍ତା ମୁଁ ଜଏନ୍ କରିପାରିନଥାନ୍ତି, ରାଇଟ୍। ତେଣୁ ଦେଲା, ମୁଁ ଜଏନ୍ କଲି। ବହୁତ ବହୁତ ଧନ୍ୟବାଦ। କାଲି ତ ପୁଣି ବାଲେଶ୍ୱର ସହିତ, ବାଲେଶ୍ୱର ଆଜି ଗୋଟେ ହଙ୍ଗାମା ହେଇଥାନ୍ତା, କଣ କରିବା ଆଉ। ସମୀର ସାର୍ଙ୍କର ଏଇ ଯୋଉ କୁହୁଡି ଫୁହୁଡି ହଉଛି, ଦିଲ୍ଲୀ ଫ୍ଲାଇଟ୍ କ୍ୟାନସଲ ହଉଛି, ଦିଲ୍ଲୀ ଫ୍ଲାଇଟ୍ ସବୁ ଲେଟ୍। ତେଣୁ ମାନେ ସମୀର ସାର୍ ଆସି ପହଞ୍ଚିବେ ରାତିରେ, ଆଉ କାଲି ସକାଳୁ ଆମେ ସବୁ ବାଲେଶ୍ୱରରେ 10ଟା ବେଳକୁ ଭେଟାଭେଟି ହବା। ସମସ୍ତେ ବାଲେଶ୍ୱର ଆସନ୍ତୁ କାଲି। ତ ଓକେ, ଓଭର ଟୁ ମିଷ୍ଟର ଗୋପ ସାର୍ ନା ପ୍ରଶାନ୍ତ ସାର୍?
କଣ ପାଠ ମୁଁ ଯୋଉ ପାଠ କହିଲି କଣ ମନେ ରଖିଲେ କୁହନ୍ତୁ, 2-4 ଜଣ କୁହନ୍ତୁ, ମୁଁ ଶୁଣେ ତାପରେ ଯାଇ କଟିବି। ସାର୍ ସାର୍ ନମସ୍କାର ସାର୍। ନ- ହଁ ସାର୍ ନମସ୍କାର ନମସ୍କାର ସାର୍, ସାର୍। ନମସ୍କାର। କାଲି ଯୋଉ ସାର୍ ଆପଣଙ୍କର ରାତିରେ ଯୋଉ ସାର୍ ପ୍ରୋଗ୍ରାମ ଚାଲିଥିଲା, ପ୍ରୋଗ୍ରାମରେ ସାର୍ କାଲି 3ଟା ଯୋଉ ବହୁତ ଗୁରୁ ମନ୍ତ୍ର ଦେଇଥିଲେ ସାର୍। ପ୍ରଥମେ ହେଲା ସେଲ୍ଫ ୟୁଜ ସେୟାର ଦ ପ୍ରଡକ୍ଟ, ପ୍ରଥମ ତ ଥିଲା। ତାପରେ ଦ୍ୱିତୀୟରେ ଥିଲା ସେୟାର ଦ ଅପରଚ୍ୟୁନିଟି, ଆଉ ତୃତୀୟରେ ଥିଲା ସେଲ୍ ଦ ଇଭେଣ୍ଟ। ଇଭେଣ୍ଟରେ ଆମକୁ ଲିଡର କ୍ରିଏଟ ମାନେ ତିଆରି ହୁଏ, ସେଇଟା ସାର୍ ମୋ ମନକୁ କାଲି ବହୁତ ବଢିଆ ଛୁଇଁଥିଲା। ତାପରେ ଯୋଉ ଅଫର ବାବଦରେ ସାର୍ କହିଥିଲେ ଶୁଣ, ପାୱାର ଅଫ 50। ବୀରେନ୍ଦ୍ର ଭାଇ କାଲି କହିଥିଲି ରାତିରେ ଶୋଇ ପଡିଲେ ଗଲା, ଆଜି ଯାହା କହିଲି କୁହ। ଆଜି ସାର୍ ଟୁଲ୍ସ, ଆଜି ଦୁଇଟା ଇମ୍ପୋର୍ଟାଣ୍ଟ ଜିନିଷ, ଯେ ଟୁଲ୍ସ, ଯେ ଆମେ ଯୋଉ ପ୍ରଡକ୍ଟ ଅନ୍ୟମାନଙ୍କୁ ସେୟାର କରିଥିଲେ, ଯାହାକୁ ସେୟାର କରିଥିଲେ ସେ ଯୋଉ ଅମୃତ ଶକ୍ତି ଗ୍ୟାସ୍ ବାବଦରେ କି ଏସିଡିଟି ବାବଦରେ ହଉ, କି ପ୍ରଡକ୍ଟ ଯେକୌଣସି ପ୍ରଡକ୍ଟ ଚାଷ ବାବଦରେ ହଉ, କି ଯେକୌଣସି ପ୍ରଡକ୍ଟ ଆମେ ଦେଇଥିଲେ, ସେ ବ୍ୟବହାର କଲା ପରେ ତାର ଉପକୃତ ସେ କେମିତି ହେଲେ ଆଉ ଫାଇଦା କଣ ପାଇଲେ, ସେଇଟାକୁ ଆମେ ଭିଡିଓ ସହିତ ଆମ ମୋବାଇଲରେ ରଖିବା, ଆମେ ଅନ୍ୟମାନଙ୍କୁ ସେୟାର କରେଇ ପାରିବା କି ଅନ୍ୟମାନଙ୍କୁ ଦେଖେଇ ପାରିବା। ଏଟା ହଉଛି ଟୁଲ୍ସ। ତାପରେ ଗଲା ଟିମ୍। ଆମ ଟୁଲ୍ସ କୁ ୟୁଟିଲାଇଜ କଲେ ଟିମ୍ ତିଆରି ହବ, ଟିମ୍ ଆମକୁ ଦରକାର। ହଁ ଓକେ। ଆଉ ଟିମ୍ ଆମ ଟିମରେ ସପୋଜ ଆମେ ମାଇଲଷ୍ଟୋନ୍ 1 ଅଛନ୍ତି, ମାଇଲଷ୍ଟୋନ୍ 1 ହେଲେ ଆମେ ହେଲେ ଆମ ତଳେ 4 ଜଣ ଅଛନ୍ତି କି ନାହିଁ, ସପୋଜ ଆମେ ଡାଇରେକ୍ଟର ହେଲେ ଆମ ତଳେ 16 ଜଣ ଅଛନ୍ତି କି ନାହିଁ, ତ ସେଇ ଡାଇରେକ୍ଟରକୁ ନେଇ 16 ଜଣଙ୍କୁ ନେଇକି ଆମେ ଡାଇରେକ୍ଟର ହଉଛନ୍ତି। 16 ଜଣ ମୋ ଟିମରେ ଅଛନ୍ତି, ପ୍ରପର ୱେରେ ସେ ଚାଲିଛନ୍ତି କି ନାହିଁ, ପ୍ରତ୍ୟେକ ମାସ ସେମାନେ ବିଲିଂ କରୁଛନ୍ତି କି ନାହିଁ, ସେଇ ତାଙ୍କ ସହିତ ଆମେ ପ୍ରସ୍ପେକ୍ଟିଂ କଲେ ଆଉ ଟିମଟା ଧୀରେ ଧୀରେ ଗ୍ରୋ କରିବ। ଏକ୍ସେଲେଣ୍ଟ। ରହିଲି ସାର୍। ସାର୍ ନମସ୍କାର ସାର୍। ଏତିକି କଥା ଏମିତି କହିବାର ହସୁଥାଅ, ସୁଯୋଗ ଏମିତି ଦେଇଥିବାରୁ ହସୁଥାଅ ବୀରେନ୍ଦ୍ର ଆମର ଭାଇ। ଯୋଉଟା କି ଓକେ ସାର୍, ନମସ୍କାର ସାର୍। ଆଜି ତ ସକାଳେ ଆମେ ଆପଣଙ୍କର ମୁଖ ଦର୍ଶନ ପାଇକି ବହୁତ ଧନ୍ୟ, ଯେ ଆମର ଗୁରୁ ଯେ ସିଙ୍ଗମ ଆଉ ଜିଅନ୍ତା ଭଗବାନ। ନମସ୍କାର ସାର୍, ରହିଲି, ନମସ୍କାର। ନେକ୍ସଟ ଆଉ ଜଣ। ଏଇ ଯୋଉ ପାଠ କହିଲି ସେ ପାଠ ଆଉ ଜଣେ କୁହ, ଆଉ ଜଣେ କୁହ। ସାର୍ ସାର୍ ଗୁଡ ହଁ ମର୍ଣ୍ଣିଂ ଅମରେଶ ସାର୍। କୁହ। ହୁଁ। ସାର୍ ଗୁଡ ମର୍ଣ୍ଣିଂ ସାର୍। ସାର୍ ମାନେ ଆମର ଟିପ୍ସ ସାର୍ ଦିଟା ଯୋଉ ଆପଣ ଦେଲେ ଆଜି, ମାନେ ସାର୍ ବହୁତ ଭ୍ୟାଲୁଏବୁଲ ଟିପ୍ସ ସାର୍। ଦିଟା ଟି ସାର୍, ଗୋଟେ ଟୁଲ୍ସ ଗୋଟେ ଟିପ୍। ଗୋଟେ ଟୁଲ୍ସ ସାର୍ ଯୋଉଟା ଆମେ ଯେକୌଣସି ପ୍ରଡକ୍ଟ ଯାହାକୁ ବି ସେୟାର କରିଛୁ, ମାନେ ତାଙ୍କ ପାଖରୁ ତାଙ୍କର ଫିଡବ୍ୟାକ ନବା, ତାଙ୍କ ପାଖରେ ଯାଇକି ପହଞ୍ଚିବା, ତାଙ୍କର ବେନିଫିଟ କଣ ହେଇଛି କି ଲସ୍ କଣ ହେଇଛି କି ତାଙ୍କର କଣ ପ୍ରୋବ୍ଲେମ ହେଲା କି ନାହିଁ, ସେଟା ସାର୍ ଆମେ ତାଙ୍କ ପାଖରୁ, ତାର ଯଦି ଲସ୍ ବି ହଉଛି, କିଛି ପ୍ରୋବ୍ଲେମ ବି ଯଦି ବି ହଉଛି, ତାର ବି ଭିଡିଓ କରିବା, କାହିଁକି ପ୍ରୋବ୍ଲେମ ହେଲା ସେଇଟା ଆମେ ଅଫଲାଇନଙ୍କ ସହିତ ବସିକି ନଲେଜ ନବା, ଯେ ଏଇଟା ମୁଁ ସାର୍ ଜଣକୁ ଦେଇଥିଲି, ଅମୃତ ଶକ୍ତି ଜଣକୁ ଦେଇଥିଲି, ତାଙ୍କର ସାର୍ ବେନିଫିଟ ବଦଳରେ ଏଇଟା ପ୍ରୋବ୍ଲେମ ହେଇଛି, ସେଇଟା ବି ସାର୍ ଆମେ ଡିସ୍କସ କରିବା। ଏବଂ ତାଙ୍କର ବେନିଫିଟ କଣ ହେଇଛି ସେଇଟା ଆମେ ନିଶ୍ଚିତ ଭାବରେ ତାଙ୍କ ପାଖରୁ ଗୋଟେ ଭିଡିଓ, ସର୍ଟ ଭିଡିଓ ନବା, ଯୋଉଟା କି ଆମକୁ ହେଲ୍ପ କରିବ ନେକ୍ସଟ ପ୍ରସ୍ପେକ୍ଟ ପାଖରେ ଯାଇକି ଆମେ ପହଞ୍ଚିକି ବସିକି ତାଙ୍କୁ ଦେଖିବା ପାଇଁ, କି ଆମ ରିଲେଟିଭ ପାଖରେ ବସିକି ଦେଖିବା ପାଇଁ, କି ମାନେ ପିଓରଲି ଗାଉଁଲି ଭାଷାରେ ଯୋଉଟା ଆପଣ କହିଲେ ସାର୍, ମାନେ ପିଓରଲି ଗାଉଁଲି ଭାଷା, ମାନେ ତାଙ୍କର ମାନେ ଅନ୍ତରରୁ ଯୋଉ ଭାଷା ବାହାରିଥିବ, ଅନ୍ତରରୁ ଯୋଉ ଶବ୍ଦ ବାହାରିଥିବ, ସେଇ ଶବ୍ଦରେ ତାଙ୍କ ପାଖରୁ ଭିଡିଓଟା ନବା ଆମର ନିହାତି ଜରୁରୀ। ନୁହେଁ ଆମେ ତାଙ୍କୁ ଶିଖେଇ ଦବା କି ଲେଖିଦବା, ଗୋଟେ ଲେଖିକି ତାଙ୍କ ପାଖରୁ ନବା, ଦ୍ୟାଟ ଇଜ ନଟ ପରଫେକ୍ଟ ଭିଡିଓ ସାର୍। ସେଟା ଗୋଟେ ସାର୍ ଟୁଲ୍ସ ଉପରେ ଯାଉଛି ସାର୍, ବହୁତ ବଢିଆ ଜିନିଷ ସାର୍। ଏଟା ଆମକୁ ଆପଣ ଗୋଟେ ଟିପ୍ସ ଦେଲେ ସାର୍। ଏଟା ସାର୍ ଆକ୍ଚୁଆଲି ସାର୍ ମୁଁ ପୂର୍ବରୁ ନେଇଥିଲି ଭିଡିଓ, ବଟ୍ ପିଓରଲି ଗାଉଁଲି ଭାଷାରେ ନେଇଛି ସାର୍, କିନ୍ତୁ ସେଟା ମୁଁ ସେୟାର କରିନାହିଁ କାହା ପାଖରେ, ବାକି ମୋ ପାଖରେ ଅଛି ସାର୍। ନେକ୍ସଟ ସାର୍ ଯୋଉ ଟିମ୍ କଥା କହିଲେ ସାର୍, ଟିମ୍ ସାର୍ ସେତେବେଳେ ତିଆରି ହବ ଯେତେବେଳେ ଆମେ ଟିମ୍ ବଣ୍ଡିଂ ଶିଖିବା ସାର୍। ପ୍ରଥମେ ଜିନିଷ ସାର୍, ଟିମ୍ ଆମେ ଯଦି ଗୋଟେ ଡାଇରେକ୍ଟର ହବାକୁ ଯାଉଛୁ, କି ଡାଇରେକ୍ଟର ହବା, ଆମର ମନ ଭିତରେ ଅଛି ସାର୍ ଡାଇରେକ୍ଟର ହବା, ଆମେ ଡାଇରେକ୍ଟର ହବା ମାନେ ତାର ଡାଇରେକ୍ଟର ଗୋଟେ ହବା ପାଇଁ ଆମ ତଳେ କେତେ ଜଣ ପ୍ରସ୍ପେକ୍ଟ ବା କେତେ ଜଣ ଲୟାଲିଟି କନଜ୍ୟୁମର ବା କେତେ ଜଣ ଲିଡର ଆମ ତଳେ ରହିବା ଦରକାର, ମାଇଲଷ୍ଟୋନ ମାନ କେତେଟା ଆମ ତଳେ ରହିବା ଦରକାର, ସେଟା ସାର୍ ଆମକୁ ନଲେଜ ଥିବା ଦରକାର ସାର୍। ସେତିକି ସାର୍ ଯଦି ଥିବ,
ଆମ ପାଖରେ ବହୁତ ମୁଁ ସାର୍ କହିବି ମୁଁ ଡାଇରେକ୍ଟର ହେବି, ମୁଁ ନିଜେ ପଇସା ଲଗେଇଦେବି ଡାଇରେକ୍ଟର ହେବି ସେଟା ସାର୍। ଯେମିତି ସାର୍ ଆପଣ ସାର୍ କୁହନ୍ତି ଭୁବନେଶ୍ୱର ୱାର୍କସପ ଯାଇଥିଲେ ସାର୍, ଆପଣ କହିଥିଲେ ରାତିରେ ଦିଆ ବିଜନେସ ବିଜନେସ ନୁହଁ ସାର୍। ବହୁତ ମନକୁ ଛୁଇଁଥିଲା। ମାନେ ନିହାତି ଆମ ତଳେ ଟିମ୍ ତିଆରି କରି ଯଦି ଆମେ ସାର୍ ଡାଇରେକ୍ଟର ବନୁଛେ, ସେ ଫିଲିଙ୍ଗ ସାର୍ ଅଲଗା, ସେ ମଜା ଅଲଗା ସାର୍। ମାନେ ତାର ଗୋଟେ ସେ ଇନକମ ର ସାର୍ ମାନେ ଯେତେବେଳେ ସାର୍ 9 ତାରିଖ ପଇସା ପଶିବ ଆକାଉଣ୍ଟ କୁ, ସେତେବେଳେ ସାର୍ ମାନେ ଛାତି ଭିତରେ ସାର୍ ଗୋଟେ ଅଲଗା ଟାଇପ ର ଫିଲିଙ୍ଗସ୍ ଆସିବ ଯେ ମୁଁ ମାଇଲଷ୍ଟୋନ ମାନେ 4 ଜଣଙ୍କୁ ହଉଛି ଇନକମ ଦେଇକି ମୁଁ ନିଜେ 5,000 ଇନକମ କରିଛି। ସେଇଟା ସାର୍ ମାନେ ଛାତି ଭିତରେ ପୁରା ଗୋଟେ ମାନେ ଅଲଗା ଟାଇପ ର ଫିଲିଙ୍ଗ ଆସିବ। ସେଇ ଦିଟା ଟୁଲ୍ସ ସାର୍ ଆଜି ସାର୍ କହିଲେ ବହୁତ ବଢିଆ ଲାଗିଲା ସାର୍। ଥ୍ୟାଙ୍କ ୟୁ ସାର୍। ମାନେ ଆପଣ ଆଜି ଆମ ଜୁମ୍ ସେସନ ରେ ଆସିବେ ଯେତେବେଳେ ଗୋପବନ୍ଧୁ ସାର୍ ମତେ ସାର୍ କହିଲେ, ମୁଁ ଯେତେବେଳେ ସାର୍ ଅଫର ବିଷୟରେ ସାର୍ କହୁଥିଲି, ଗୋପବନ୍ଧୁ ସାର୍ ଆଜି ମତେ ସୁଯୋଗ ଦେଇଥିଲେ ମାନେ ଜୁମ୍ ମିଟିଂ ରେ ଅଫର ବିଷୟରେ ସାର୍ ଜଣାଉଥିଲି, ଯୋଉ ଆପଣ ଆମର ନ୍ୟୁ ଜଏନିଂ ପ୍ରୋଗ୍ରାମ ଏବଂ ସାର୍ ଯୋଉ 75 ଲାખ ସ୍କୁଲ ମାନେ ଯୋଉ ଦଉଥିଲି ମୁଁ ଆଜି ଅଫର ବିଷୟରେ ସାର୍ ଜୁମ୍ ମିଟିଂ ରେ କହୁଥିଲି। ସେତେବେଳେ ସାର୍ ଫୋନ କଲେ, କହିଲେ ହଉଛୁ ଆଜି କେ ସାର୍ ଆସୁଛନ୍ତି ଆମର ଜୁମ୍ ମିଟିଂ କୁ। ସାର୍ ବହୁତ ମାନେ ଏକ୍ସାଇଟମେଣ୍ଟ ହେଇଥିଲି ସାର୍, ହେଇଯାଇଥିଲି। ମୁଁ ସମସ୍ତଙ୍କୁ କହିଲି ସାର୍ ଆମ ଟିମ୍ ହଉଛି ସାର୍ ଡିସିପ୍ଲିନ ର ଟିମ୍, ଗୋପବନ୍ଧୁ ସାରଙ୍କ ଟିମ୍ ଡିସିପ୍ଲିନ ର ସେ ଟିମ୍, ପ୍ରଶାନ୍ତ ସାରଙ୍କ ଟିମ୍ ଡିସିପ୍ଲିନ ର ଟିମ୍। ସମସ୍ତଙ୍କୁ କହୁଥିଲି କେହି ଅନଡିସିପ୍ଲିନ ହେବେନି, କାହିଁକି ନା ଆମ ମନରେ ଆଜି ସାର୍ ଆମର ସମସ୍ତଙ୍କର ଗ୍ରେଟ୍ ଅଫଲାଇନ, ସମସ୍ତଙ୍କର ମାନେ ଜିଅନ୍ତା ଭଗବାନ କହିଲେ ଚଳେ, ଯାହାଙ୍କ କଥାରେ ଆମେ ପୁରା ଟିମ୍ ଅନୁପ୍ରାଣିତ ଆଜି। ସିଏ ଆମ ଜୁମ୍ ସେସନକୁ ଆଜି ଆସୁଛନ୍ତି। ତେଣୁ ସମସ୍ତେ ଟିକେ ପ୍ଲିଜ ସାଇଲେଣ୍ଟଲି ବସିବେ, ତାଙ୍କ କଥାକୁ ଶୁଣିବେ। ତାଙ୍କ କଥାକୁ ଯିଏ ଭିଭିଡଲି ଶୁଣିଛି, ଭିଭିଡଲି ଲେଖିଛି, ନିଶ୍ଚିତ ଭାବରେ ଯାଇ ଉପରେ ପହଞ୍ଚିଛି, ମାନେ ଟପ୍ ଲିଡର ମାନଙ୍କ ସହିତ ସିଏ ବସିଛି। ତେଣୁ ଟିକେ ସମସ୍ତେ ଆଜି ସାଇଲେଣ୍ଟଲି ଶୁଣିବେ। ସମସ୍ତଙ୍କୁ ସାର୍ ଏଇ ଜୁମ୍ ସେସନ ରେ କହୁଥିଲି ଆପଣଙ୍କ କଥା ଶୁଣିବା ପୂର୍ବରୁ ମାନେ ସମସ୍ତଙ୍କୁ ସେଇ କଥା, ସେଇ ସେମ ଜିନିଷ କହୁଥିଲି ଯେ ଯାହାଙ୍କ କଥା ଶୁଣିବା ପାଇଁ ଭୁବନେଶ୍ୱର ପର୍ଯ୍ୟନ୍ତ ପହଞ୍ଚି ଯାଉଛନ୍ତି, କୋରାପୁଟରୁ ଲୋକ, କନ୍ଧମାଳରୁ ଲୋକ, ଓଡିଶାର କୋଣ ଅନୁକୋଣରୁ ଲୋକ ଆସି ପହଞ୍ଚୁଛନ୍ତି। ମାନେ ରାତି ପୂର୍ବ ଦିନ ରାତିରୁ ଆସିକି ୱେଟ କରୁଛନ୍ତି ହୋଟେଲରେ ଯାହାଙ୍କୁ କଥା ଶୁଣିବା ପାଇଁ। ତାଙ୍କୁ ଆମେ ଆମ ଜୁମ୍ ସେସନରେ ଆଜି ପାଇବା, ଛାଡିବାର ତ ସାର୍ ଇଚ୍ଛା ନାହିଁ ଆପଣଙ୍କୁ। ମାନେ ଜୁମ୍ ସେସନରେ ଆଜି ତାଙ୍କୁ ପାଇବା, ତେଣୁ କୁଣ୍ଡେଇକି ଧର। କେହି ବି ସାର୍ ଆଜି ମାନେ ଅନଡିସିପ୍ଲିନ ହେବେନି, ମୁଁ ସମସ୍ତଙ୍କୁ କହୁଥିଲି ସାର୍। ଧନ୍ୟବାଦ ସାର୍। ମତେ ବି ସାର୍ ଜୁମ୍ ସେସନରେ ଆଜି କହିବାର ସୁଯୋଗ ଦେଇଥିଲେ ଆଜି ଗୋପବନ୍ଧୁ ସାର୍। ବହୁତ ବହୁତ ଧନ୍ୟବାଦ। ମୋର ଗ୍ରେଟ୍ ଅଫଲାଇନ, ମୋର ନିଜର ମାନେ ମେଣ୍ଟର ପ୍ରସନ୍ନ ଜେନା ସାରଙ୍କୁ ବି ବହୁତ ବହୁତ ଧନ୍ୟବାଦ ସାର୍। ମୁଁ ମାନେ ଯାହାବି ଶିଖିଛି ସାର୍, ଯାହାବି ଜାଣିଛି 6 ମାସ 7 ମାସ ଭିତରେ ସାର୍ ତାଙ୍କରି ପାଖରୁ ଶିଖିଛି। ଯଦି ବି ଆଜି ସାର୍ ଇଣ୍ଡିଭିଜୁଆଲି ଯୋଉ ଆମର ଯାଇକି ହୋମ ମିଟିଂ କରୁଛି ସାର୍, ଯାହାବି ଡେମୋନଷ୍ଟ୍ରେସନ ଦେଖଉଛି, ସବୁ ସାର୍ ସେଇ ପ୍ରସନ୍ନ ସାରଙ୍କର ଅବଦାନ। ଆଉ ମାନେ ମୁଁ ମେଗା ମିଟିଂ ତ ସାର୍ ଛାଡେ ନାହିଁ, ମୁଁ ସାର୍ ଯାଇ ପହଞ୍ଚେ ସବୁବେଳେ। ଆଉ ଗଣ୍ଡିବାଡି ମିଟିଂ ସାର୍ କାଲି ଥିଲା, ସେଠି ବି ସାର୍ ଅର୍ଗାନାଇଜ କରୁଥିଲି।